ସତରେ ଆପଣ କ'ଣ ଆପଣଙ୍କ ଜୀବନରେ ହାରି ଯାଇଛନ୍ତି? ଜୀବନରେ ଦେଖିଥିବା ସ୍ୱପ୍ନ ଆପଣ ତାକୁ ପୂରଣ କରିପାରିନାହାନ୍ତି। ଆପଣ ବହୁତ ସଂଘର୍ଷ କଲା ପରେ ଆଜି ହାରିକି ଆଉ ନିରାଶ ହେଇକି ବସିଛନ୍ତି କି? ତାହେଲେ ଆପଣ ଠିକ୍ ଭିଡ଼ିଓ ଦେଖୁଛନ୍ତି ଆଉ ଠିକ୍ ଜାଗାରେ ପହଞ୍ଚନ୍ତି। ମୁଁ ଆପଣ ହାରିଯାଇଥିବା ଜୀବନକୁ ଆଉ ଥରେ ସଫଳ ଜୀବନରେ ପରିଣତ କରିଦେବି କେବଳ ମୋର ଏ ଭିଡ଼ିଓ ମାଧ୍ୟମରେ। ତ ଚାଲନ୍ତୁ ଭିଡ଼ିଓକୁ ଷ୍ଟାର୍ଟ କରିବା। ଜୟ ଜଗନ୍ନାଥ ସାଙ୍ଗମାନେ, କେମିତି ଅଛନ୍ତି ଆପଣମାନେ? ମୁଁ ଆଶା କରୁଛି ଆପଣମାନେ ବହୁତ ଭଲରେ ଥିବା। ଭଗବାନଙ୍କ ଦୟାରୁ ମୁଁ ମଧ୍ୟ ବହୁତ ଭଲରେ ଅଛି। ଦେଖନ୍ତୁ, ଗୋଟେ ମଣିଷ ଯେତେବେଳେ ତା ଜୀବନରେ ବହୁତ ଚେଷ୍ଟା କରେ, ତା ଜୀବନକୁ ପରିବର୍ତ୍ତନ କରିବା ପାଇଁକା ସେ ବହୁତ ଚେଷ୍ଟା ବହୁତ ପରିଶ୍ରମ କଲା ପରେ ସେ ସଫଳ ହେଇପାରେ। ତାପରେ ସେ ହାରିଯାଏ ଆଉ ସେଠି ନିରାଶ ହେଇଯାଏ, ଭାବେ ମୋ ଜୀବନରେ ଆଉ କିଛି ପରିବର୍ତ୍ତନ ହେଇପାରିବନି କି ମୁଁ ମୋ ଜୀବନରେ କେବେ ଆଗକୁ ଯାଇପାରିବେନି, ମୋ ଜୀବନ ଏଉଠୁ ସରିଗଲା, ମୁଁ ମୋ ଜୀବନରେ ଅସଫଳ ହେଇକି ରହିଗଲି। ସେ ସମୟରେ ଗୋଟେ ମଣିଷ ଯେତେବେଳେ ନିରାଶ ହେଇଯାଏ ତା ପାଇଁ ସବୁ ରାସ୍ତା ବନ୍ଦ ହେଇଯାଏ। କାହିଁକି ଜାଣନ୍ତି? ଦେଖନ୍ତୁ, ମଣିଷ ପାଇଁକା ସବୁ ରାସ୍ତା ବନ୍ଦ ହେବାର ଗୋଟେ ରିଜନ୍, ସେ ମଣିଷ ତା ମନ ଭିତରୁ ଦୁର୍ବଳ ହେଇଯାଏ। ଆଉ ଯେଉଁ ମଣିଷ ତା ମନ ଭିତରୁ ଦୁର୍ବଳ ହେଇଯାଏ ସେ ମଣିଷ ତା ଜୀବନରେ କିଛି ବି କରିପାରେ ନା। ମନେ ରଖନ୍ତୁ, ଆଉ ଆଜି ଯଦି ଆପଣ ହାରି ଯାଇଛନ୍ତି ନିଜ ଜୀବନ ସହିତ ସଂଘର୍ଷ କରିକି ନିଜ ଆଶାକୁ ପାଇବା ପାଇଁକା ଏତେ ସାରା ସଂଘର୍ଷ କରି ଆପଣ ହାରି ଯାଇଛନ୍ତି, ଆଜି ନିରାଶ ହେଇକି ବସିଛନ୍ତି କି ମୁଁ ମୋ ଜୀବନରେ ହାରିଗଲେ, ମୁଁ ମୋ ଜୀବନରେ ସଫଳ ହେଇପାରିବିନି। ବଟ୍ ମୁଁ କଥା ଦଉଛି ଆଜିଠୁ ଆପଣଙ୍କ ସଫଳ ଜୀବନ ଷ୍ଟାର୍ଟ ହେଲା। ଗୋଟେ କଥା ମନେ ରଖନ୍ତୁ, ହାରିବା କିଛି ନୂଆ କଥା ନୁହଁ। ସକ୍ସେସଫୁଲ ମଣିଷ ଜୀବନରେ ହାରିବାଟା କିଛି ନୂଆ କଥା ନୁହଁ। ଯିଏ ହାରେ ସେ ଜିତିପାରେ। ମନେ ରଖନ୍ତୁ କଥା, ଯିଏ ହାରେ ସେ ଜିତିପାରେ, ଆଉ ଯିଏ ହାରିଯାଏ ତା ପାଖରେ ଜିତିବାର ଅଧିକାର ହିଁ ଥାଏ। ଯଦି ଆପଣ ନ ହାରିବେ ଆପଣ ଜିତିବାର ଖୁସି କେବେ ଫିଲ୍ କରିପାରିବେନି। ଗୋଟେ ଥର ହାରିକି ଜିତିବାର ଯେଉଁ ମଜା ଥାଏ ସେ ମଜା ଆପଣ କେବେ ବି ଆପଣଙ୍କ ଜୀବନରେ ସେଇଟା ଫିଲ୍ କରିପାରିବେନି। ଆପଣ ଗୋଟେ ଥର କ'ଣ, ଯଦି ବି 5 ଥର ହାରିଛନ୍ତି ଆଜି ବି ଆପଣଙ୍କ ପାଖରେ ସେ ସମୟ ଅଛି। ଗୋଟେ ଥର ଆଉ ଥରେ ଟ୍ରାଏ କରନ୍ତୁ, ଆଉ ଥରେ ପଡ଼ିଛନ୍ତି ପଡ଼ିକି ଉଠିକି ଛିଡ଼ିବା ପାଇଁ ଚେଷ୍ଟା କରନ୍ତୁ। ଆପଣ ଆଉ କେବେ ପଡ଼ିବେନି, କାରଣ ଆପଣ ଜାଣିସାରିଛନ୍ତି ଆପଣ କେଉଁଥିପାଇଁ ପଡ଼ିଥିଲା, ଆପଣଙ୍କର ଭୁଲ କେଉଁଠି ଥିଲା, ଆପଣ ଏଇ ଷ୍ଟେପ୍ରେ ପାଦ ରଖିଥିଲେ ବୋଲି ପଡ଼ିଥିଲେ। ଆପଣ ଅଲରେଡ଼ି ଜାଣିସାରିଛନ୍ତି, ଆଉ କେବେ ବି ଆପଣ ପଡ଼ିବେନି। କାହିଁକି ନା ହାରିକି ଜିତିବାର ମଜାଟା କିଛି ନିଆରା ଥାଏ। ଆଉ ଯଦି ଆପଣ ହାରିଯାଇଛନ୍ତି ଆଉ ଥରଟେ ଟ୍ରାଏ କରନ୍ତୁ, ନିହାତି ଜୀବନରେ ଜିତିପାରିବେ। ଆଉ ଗୋଟେ କଥା ଦେଖନ୍ତୁ, ଏ ମଣିଷ ଜୀବନ ସତରେ ବହୁତ ବଡ଼ ସଂଘର୍ଷମୟ। ସଂଘର୍ଷ କଲାବେଳେ ଆମକୁ ଏଠି ହାରିବାକୁ ପଡ଼େ, ଆମକୁ ଏଠି ଦୁଃଖ ସହିବାକୁ ପଡ଼େ, ଆମକୁ ଏଠି କଷ୍ଟ ବାଧାବିଘ୍ନ ସବୁକୁ ସାମ୍ନା କରି ଆଗକୁ ଯିବାକୁ ପଡ଼େ। ଯଦି ଆପଣ ଭାବୁଛନ୍ତି କି ମୁଁ ଏତେ ସାରା ମେହନତ କରିଛି, ମୋର ସବୁକିଛି 100% ଏଫର୍ଟ ଦେଇଦେଲା ପରେ ବି ମୁଁ ଆଜି ହାରିଯାଇଛି, ମୋ ଜୀବନରେ ଆଉ କେବେ ଉନ୍ନତି ହେଇପାରିବନି, ମୁଁ କେବେ ସଫଳ ଜୀବନ କିମ୍ବା ସଫଳ ମଣିଷ ବନିପାରିବି ନାହିଁ। ଭାଇ, ଏଇଟା ମନେ ରଖନ୍ତୁ, ଆପଣ ଦିନେ ନିହାତି ସକ୍ସେସଫୁଲ ମଣିଷ ନିଜ ସ୍ୱପ୍ନ ପାଖରେ ପହଞ୍ଚି ପାରିବେ। କେବେ ମନ ଦୁଃଖ କରନ୍ତୁନି କି ମୁଁ ହାରିଯାଇଛି। ଗୋଟେ ଥର ଭାବନ୍ତୁ, ମୁଁ ହାରିନି, ମୁଁ କେଉଁଥିପାଇଁ ପଛରେ ପଡ଼ିଥିବା, ମୁଁ କେଉଁଥିପାଇଁ ହାରିଯାଇଛି ସେ ରିଜନଟା ମୁଁ ପାଇଯାଇଛି। ଏଇଟା ହେଉଛି ଗୋଟେ ବୁଦ୍ଧିମାନ ମଣିଷର କାମ, କି ସେ ଭାବେନି ମୁଁ ହାରିଯାଇଛି କି ଫେଲର ହେଇଯାଇଛି। ମୁଁ ଫେଲର ହେଇଛି ଆଉ କେଉଁଥିପାଇଁ ହେଇଛି ସେ ରିଜନଟା ମୁଁ ପାଇଛି, ଆଉ ତାକୁ ମୁଁ ଏଥର 100% ଦେଇକି ସକ୍ସେସଫୁଲ ହେଇଯିବି। ଇଏ ହେଉଛି ପ୍ରକୃତ ମଣିଷ। ଆଉ ଯଦି ଆପଣ ଆଜି ନିରାଶ ହେଇକି ବସୁଛନ୍ତି କି ମୋ ଜୀବନରେ ସବୁ ସରିଗଲା, ମୁଁ ଆଗକୁ ଯାଇପାରିବିନି, ମୁଁ ମୋ ଜୀବନରେ ଗୋଟେ ସଫଳ ମଣିଷ ବନିପାରିବେନି, ମୁଁ କହୁଛି ଏ ଦୁନିଆରେ ସବୁଠୁ ବଡ଼ ବୋକା ଆଉ ମୂର୍ଖ ଆଉ ମାନେ ଅଧୈର୍ଯ୍ୟ ଲୋକ କେହି ନାହାନ୍ତି। ଆପଣ ଏ ଦୁନିଆରେ ସବୁଠୁ ବଡ଼ ବୋକା ମୂର୍ଖ ଆଉ ଅଧୈର୍ଯ୍ୟ ଲୋକ। କାହିଁକି ନା ଆପଣ ଏତେ ସାରା ଚେଷ୍ଟା କରିଥିବେ। ଯେତେବେଳେ ଗୋଟେ ମଣିଷ ଏତେ ଚେଷ୍ଟା କରେ ସେ ବିଷୟରେ 100ରୁ 80% ଜାଣିଥାଏ, ବଟ୍ 20% ମିଷ୍ଟେକ୍ ପାଇଁ ସେ ଜାଗାରେ ହାରିଯାଏ। ସେ କୌଣସି ଖେଳ ହଉ, କୌଣସି ପ୍ଲାଟଫର୍ମ ହଉ, କୌଣସି କିଛି ବି ହଉ, କୌଣସି ବି କ୍ଷେତ୍ରରେ ହଉ, ମଣିଷ 20% ଭୁଲ ପାଇଁ ହାରିଯାଏ। ଆପଣଙ୍କର ସେ 20% ଅଲରେଡ଼ି ଆପଣ 80% କଭର କରି ସାରିଲେଣି, ଆଉ ବାକି ଅଛି ମାତ୍ର 20%। ଆପଣ ସେ 20%ରେ ନିରାଶ ହେଉଛନ୍ତି, ମୁଁ ମୋ ଜୀବନରେ ଆଉ କିଛି କରିପାରିବିନି। ମୋ ଭାଇ, ସେଇଠି ଆପଣଙ୍କ ସବୁ ସଂଘର୍ଷ ଲଗାଇ ଦିଅନ୍ତୁ, ସେଇଠି ଆପଣଙ୍କର ସ୍ୱପ୍ନ ଲୁଚି ରହିଛି, ସେଇଠି ଆପଣଙ୍କର ସଫଳତା ଲୁଚି ରହିଛି। ସେ 20%ରେ ଚେଷ୍ଟା କରନ୍ତୁ, ସେ 20%ରେ ଯେଉଁ ଭୁଲଟା ହେଇଛି ସେ ଭୁଲଟା କ'ଣ? ଯଦି ଆପଣ ସେ ଭୁଲଟା ବୁଝିଯିବେ, ଏବେ ବି ଆପଣଙ୍କ ହାତରେ ବହୁତ ହି ସମୟ ପଡ଼ିଛି। ଚାହିଁଲେ ନିଜ ପାଇଁ ଗୋଟେ ସୁନ୍ଦର ଜୀବନଟେ ଗଢ଼ିପାରିବେ, ନିଜ ପାଇଁ ଗୋଟେ ସୁନ୍ଦର ଲାଇଫ୍ ତୁମକୁ ଅପେକ୍ଷା କରିଛି। କ'ଣ ପାଇଁ ମନ ଦୁଃଖ କରୁଛ? ଏ ମଣିଷ ଜୀବନରେ ଦୁଃଖ ଆସେ, ଦୁଃଖ ଯାଏ, ଦୁଃଖ କେବେ ରୁହେନି ମୋ ଭାଇ। ସେମିତି ହାରିବା ମଣିଷ ଜୀବନରେ ଲାଗି ରହିବ। ହାର ଜିତ ପ୍ରତ୍ୟେକଟି ମଣିଷ ଜୀବନରେ ଥାଏ, ବଟ୍ ଯେ ହାରିବାକୁ ଦେଖି ପଛଘୁଞ୍ଚା ଦେଇଦିଏ ସେ ତା ଜୀବନରେ କେବେ ଭଲ ମଣିଷଟେ, ସଫଳ ମଣିଷଟା ବନିପାରେନି। ଯଦି ହାରିଛ, ଜିତିବାର ଅଧିକାର ତୁମର ଅଛି। ତୁମେ ଦିନେ ଜିତିକି ଦେଖିବ, ଜିତିପାରିବ। ଏଇ ବିଶ୍ୱାସର ସହିତ, ଏଇ ଦୃଢ଼ କଳ୍ପନାର ସହିତ ନିଜ ଜୀବନକୁ ଆଗେଇ ନିଅ। ନିଜ ଯେମିତି ମେହନତ କରୁଥିବ ତାଠୁ ଅଧିକା ମେହନତ କର। ଆପଣଙ୍କ ପାଖରେ ଆଉ ମାତ୍ର 20% କଭର କରିବାର ଅଛି। ଯେତେବେଳେ ଆପଣ ସେ 20% କଭର କରିଦେବେ, ଆପଣ ଆପଣଙ୍କ ଲାଇଫରେ ନିହାତି ସକ୍ସେସ୍ ହେଇଯିବେ। ହାରିଗଲ ବୋଲି କେବେ ବି ମନରେ ଦୁଃଖ ରଖନି ମୋ ଭାଇ। ହାରେ କିଏ?
जो मनुष्य किसी पाइबा चेष्टा करे जो मनुष्य किसी जीवन करने चेष्टा करे से मनुष्य हारे। ए दुनिया तो बहुत मनुष्य अच्छा कहीं तो हारिकी दुखी होना आप कहीं दुखी होती आपण किसी कर क्षमता निज भर अच्छी आप किसी करने को चाहते बोली आपन को दुख लगुच आपण पाखे से क्षमता अच्छी बोली आप हारिगले बेले दुख लगुच। दुनिया बहुत मनुष्य अच्छा कहीं तो कहीं हारिकी दुख करूना कहीं भावुना मो जीवन में गोटे बहुत बड़ माने शपथ नहीं जो शपथ मुझे भांगी जो शपथ में हारिगले पूरण कर पारे कहीं समस्त के मनुष्य गोटे लक्ष्य न था समस्त जीवन में किसी करने चाहती ना सेमती आप चाहिए बोली आज दुख हो हारिगली बट आपण पाखे से एनर्जी अच्छी आपण पाखे से धैर्य शक्ति अच्छी आपण पाखे से साहस अच्छी आप पढ़ी आउ थे उठिक चलतु देखिए निहाती आप जीवन परिवर्तन जो आप सफल मनुष्य बनी पारे आप जीवन में खुशी भरी पारे। जदि मोर ये भिडियो आपण मानक भल लगी भिडियो को निश्चित गोटे लाइक करूँ जब मो भिडियो किसी भी आपण मानक शिक्षक मिलू चैनल को निश्चित सब्सक्राइब करूँ। रही लव यू ऑल नमस्कार।